ଦର୍ଶକ ବନ୍ଧୁ ମନେ ରଖନ୍ତୁ। 1 ନମ୍ବର ଗାଧୋଇବା ପରେ ଓଦା କପଡ଼ା ଗାଧୁଆ ଘରେ କେବେ ବି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ମାନ ସମ୍ମାନ ହାନି ହେବାର ସମ୍ଭାବନା ଦେଖା ଦେଇଥାଏ। ମନେ ରଖିବେ। 2 ନମ୍ବର ସ୍ତ୍ରୀ ଲୋକମାନେ ଗାଧୋଇବାର ତୁରନ୍ତ ପରେ ସିନ୍ଦୁର ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ମନରେ ଖରାପ ଭାବନା ଆସିବା ସହିତ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ଧ୍ୟାନ ରଖିବେ। 3 ନମ୍ବର ଠାକୁର ଘରେ ଠାକୁରଙ୍କର ମୂର୍ତ୍ତି କିମ୍ବା ଫଟୋ ଏପରି ରଖିବା ଉଚିତ ଯେପରି ଗୋଟିଏ ଠାକୁରଙ୍କର ଦୃଷ୍ଟି ଅନ୍ୟ ଠାକୁରଙ୍କ ଉପରେ ନ ପଡ଼େ। ଏହା ବହୁତ ଅଶୁଭ ହୋଇଥାଏ। 4 ନମ୍ବର ଠାକୁର ଘରେ କେବେ ବି ଠାକୁରଙ୍କର ମୁହଁ ଘୋଡ଼ାଇ କରି ରଖିବା ଉଚିତ ନୁହେଁ ଏବଂ ଠାକୁର ଘର ଆଡ଼କୁ ଗୋଡ଼ କରି ଶୋଇବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ। ଧ୍ୟାନ ରଖିବେ। 5 ନମ୍ବର ଘର କେବେ ବି 3 ମାସରୁ ଅଧିକ ସମୟ ଖାଲି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। 6 ନମ୍ବର ଯଦି ଘରୁ କୌଣସି କାର୍ଯ୍ୟରେ ସମସ୍ତ ପରିବାର ଯାଉଥାନ୍ତି ତେବେ ଠାକୁର ଘର କେବେ ବି ମନେ ରଖିବେ ତାଲା ପକାଇକି ଯିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। 7 ନମ୍ବର ମନ୍ଦିରରେ ଠାକୁର ଦର୍ଶନ କରି ଫେରିବା ସମୟରେ କେବେ ବି ଘଣ୍ଟି ବଜେଇକି ଫେରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଆରତି ନେବା ସମୟରେ ଗୋଟିଏ ହାତରେ ଆରତି ନେବା ଅନୁଚିତ। ଧ୍ୟାନ ରଖିବେ। 8 ନମ୍ବର ସ୍ତ୍ରୀ ଲୋକମାନେ କେବେ ବି ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳାମାନେ ଶିବଲିଙ୍ଗ ସ୍ପର୍ଶ କରିବା ଅନୁଚିତ। ମନେ ରଖିବେ। 9 ନମ୍ବର ସ୍ତ୍ରୀ ଲୋକମାନେ ମନେ ରଖିବେ ସ୍ତ୍ରୀ ଲୋକମାନେ ମନ୍ଦିରରେ ନଡ଼ିଆ ବାଡ଼େଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ରଜସ୍ୱଳା ମହିଳାମାନେ ମନ୍ଦିରରେ ପ୍ରବେଶ କରିବା ଅନୁଚିତ। ଧ୍ୟାନ ରଖିବେ। ଏଭଳି ଭୁଲ କଦାପି କରନ୍ତୁ ନାହିଁ। 10 ନମ୍ବର ମନ୍ଦିରରେ ଦୀପ ଜଳାଇବା ସମୟରେ କେବେ ବି ଅନ୍ୟର ଦୀପରେ ନିଜର ଦୀପ ଜଳାଇବା ଉଚିତ ନୁହେଁ କାରଣ ଏହା ବହୁତ ଅଶୁଭ ହୋଇଥାଏ। 11 ନମ୍ବର ମହିଳାମାନେ କେବେ ବି ହନୁମାନଙ୍କୁ ଏବଂ ଶନିଦେବଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ମନ୍ଦିରରେ ମହିଳାମାନଙ୍କୁ ଭିଡ଼ରେ ଠେଲାପେଲା କରିବା ଦ୍ୱାରା ଅମଙ୍ଗଳକାରୀ ହୋଇଥାଏ। ଏଭଳି ଭୁଲ କେବେ ବି କରନ୍ତୁ ନାହିଁ। 12 ନମ୍ବର ପୁରୁଷ ହୁଅନ୍ତୁ କିମ୍ବା ମହିଳା ପୂଜା କରିବା ସମୟରେ ମନେ ରଖିବେ ମୁଣ୍ଡକୁ ବସ୍ତ୍ର ଦ୍ୱାରା ଘୋଡ଼ାଇବା ଉଚିତ। ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳ ମନ ସ୍ଥିର ହେବା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। 13 ନମ୍ବର ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସୂର୍ଯ୍ୟଙ୍କୁ ଜଳଦାନ କରିବା ଦ୍ୱାରା ହୃଦୟ ରୋଗ ଚକ୍ଷୁ ରୋଗ ହାଡ଼ଜନିତ ସମସ୍ୟା ଏବଂ ପାଚନତନ୍ତ୍ର ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ। ମନେ ରଖିବେ। 14 ନମ୍ବର ପୂର୍ଣ୍ଣିମା ଏବଂ ଏକାଦଶୀ ବ୍ରତ କରିବା ସହିତ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଚନ୍ଦ୍ରଦୋଷ ଦୂର ହୋଇଥାଏ ଏବଂ ମାନସିକ ରୋଗ ଭୟ ଏବଂ ଅତ୍ୟଧିକ ନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ। ମନେ ରଖିବେ। 15 ନମ୍ବର ମଙ୍ଗଳବାର ବ୍ରତ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଦୁର୍ଘଟଣା ଜନିତ ସମସ୍ୟା ଦୂର ହେବା ସହିତ ଉଚ୍ଚ ରକ୍ତଚାପ ଏବଂ ରକ୍ତ ସମ୍ପର୍କିତ ରୋଗ ସବୁଦିନ ପାଇଁ ଦୂର ହୋଇଥାଏ। 16 ନମ୍ବର ସକାଳୁ ଖାଲି ପେଟରେ ତୁଳସୀ ପତ୍ର ସେବନ କରିବା ଦ୍ୱାରା ବୁଧ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଚର୍ମ ରୋଗ ସହିତ ସଂକ୍ରାମକ ରୋଗ ମଧ୍ୟ ଦୂର ହୋଇଥାଏ। 17 ନମ୍ବର ପ୍ରତ୍ୟେକ ଦିନ ହଳଦୀର ତିଳକ ଲଗାଇବା ସହିତ ବିଷ୍ଣୁ ମନ୍ଦିରରେ ସହସ୍ରନାମ ପାଠ କରିବା ଦ୍ୱାରା ଗୁରୁଗ୍ରହ ଦୋଷ ଦୂର ହୋଇଥାଏ ଏବଂ କ୍ୟାନ୍ସର କାମଳ ରୋଗର ଏବଂ ପେଟ ସମ୍ପର୍କିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ। 18 ନମ୍ବର ଦ୍ୱିପ୍ରହର ଖାଦ୍ୟ ଖାଇବା ସମୟରେ ମନେ ରଖିବେ ଦ୍ୱିପ୍ରହର ଖାଦ୍ୟ ଖାଇବା ସମୟରେ ଦହି ଖାଇବା ଉଚିତ ହୋଇଥାଏ। ଏହାଦ୍ୱାରା ଶୁକ୍ରଦୋଷ ଦୂର ହୋଇଥାଏ ଏବଂ ମଧୁମେହ ସମସ୍ୟା ନେତ୍ରଜନିତ ସମସ୍ୟା ଦୂର ହୋଇଥାଏ। 19 ନମ୍ବର ସ୍ନାତିକ ଭୋଜନ କରିବା ସହିତ
ସକାଳୁ ଓସ୍ତ ଗଛ ମୂଳରେ କିଛି ସମୟ ବସିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ ଏବଂ ଶରୀର ବିକୃତ ସମସ୍ୟା, ଜଟିଳ ରୋଗ ଏବଂ ସ୍ନାୟୁଜନିତ ସମସ୍ୟା ଦୂର ହୋଇଥାଏ। 20 ନମ୍ବର, ଦେହରେ ଚନ୍ଦନ ଅତର ଲଗାଇବା ସହିତ ସ୍ୱାସ୍ତିକ ଭୋଜନ କରିବା ଦ୍ୱାରା ରାହୁ ଦୋଷ ଦୂର ହୋଇଥାଏ ଏବଂ ବେକରେ ତୁଳସୀ ମାଳି ପିନ୍ଧିବା ଦ୍ୱାରା ଅଚିହ୍ନା ରୋଗ ଭଲ ହୋଇଥାଏ। ମନେ ରଖିବେ। 21 ନମ୍ବର, ପ୍ରତ୍ୟେକ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଧ୍ୟାନ କରୁଥିବା ଲାଫିଂ ବୁଦ୍ଧ ମୂର୍ତ୍ତି ରଖିଲେ ଘର ପରିବେଶ ଶାନ୍ତିପୂର୍ଣ୍ଣ ରହିଥାଏ। 22 ନମ୍ବର, ବ୍ୟବସାୟରେ କିଛି ସମସ୍ୟା ହେଉଥିଲେ ଶନିବାର ଦିନ ଲେମ୍ବୁକୁ 4 ଭାଗ କରି 21ଟି ଗୋଲମରିଚ ଓ 7ଟି ଲବଙ୍ଗକୁ ପ୍ରତିଷ୍ଠାନରେ କୌଣସି କୋଣରେ ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ। 23 ନମ୍ବର, ଯଦି ମାନସିକ ପୂରଣ ହେଉନଥାଏ ତେବେ ଗୁରୁବାରରେ ମନେ ରଖିବେ 7 ଖଣ୍ଡ ହଳଦୀ, ଗୁଡ଼ ଓ 1 ମୁଦ୍ରାକୁ ହଳଦିଆ କପଡ଼ାରେ ବାନ୍ଧି ନିର୍ଜନ ସ୍ଥାନରେ ପକାଇବା ଦ୍ୱାରା ତାହା ପୂର୍ଣ୍ଣ ହୋଇଥାଏ ଏବଂ ମାନସିକ ମଧ୍ୟ ପୂର୍ଣ୍ଣ ହୋଇଥାଏ। 24 ନମ୍ବର, ଦିନ ସମୟରେ ଭୋଜନ କରିବା ପୂର୍ବରୁ ଯଦି ଛିଙ୍କ ଆସିଥାଏ ତେବେ ଶୁଭ ହେବା ସହ ମନସ୍କାମନା ପୂର୍ଣ୍ଣ ହେବାର ସଂକେତ ହୋଇଥାଏ। 25 ନମ୍ବର, ଡଙ୍ଗା ଉପରେ ବସିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଉନ୍ନତିର ମାର୍ଗ ଖୋଲିଥାଏ। ଘରେ ଯଦି କେବେ ଧଳା ବିଲେଇ ଆସେ ତେବେ ଶୁଭପ୍ରଦ ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହେବାର ସଂକେତ ହୋଇଥାଏ। 26 ନମ୍ବର, ଯଦି ଘରର କୌଣସି ସଦସ୍ୟଙ୍କର ରୋଗ ଭଲ ହେଉନଥାଏ ତେବେ ଅଟାର ଗୁଳା କରି ତାଙ୍କ ମୁଣ୍ଡ ଚାରିପାଖରେ 3 ଥର ବୁଲାଇ ଗାଈକୁ 3 ଥର ଖୁଆଇବା ଦ୍ୱାରା ଶରୀର ଆରୋଗ୍ୟ ହୋଇଥାଏ। ମନେ ରଖିବେ। 27 ନମ୍ବର, ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାଇବା ଉଚିତ କିମ୍ବା ଘର ଦୁଆର ମୁହଁ ଯଦି ଦକ୍ଷିଣାମୁଖୀ ହୋଇଥାଏ ତେବେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। 28 ନମ୍ବର, ପ୍ରତ୍ୟେକ ପୂର୍ଣ୍ଣିମା ଦିନ ମହାଦେବଙ୍କୁ ପରିବାର ସହିତ ପୂଜା କରିବା ଦ୍ୱାରା ଏବଂ ନିଜ ପରିବାର ସଦସ୍ୟ ନିରୋଗ ରହିବାର କାମନା କରିବା ଦ୍ୱାରା କଲ୍ୟାଣକାରୀ ହୋଇଥାଏ। ମନେ ରଖିବେ। 29 ନମ୍ବର, ଘରର ବିମ୍ ତଳେ କେବେ ବି ବସିବା କିମ୍ବା ଶୋଇବା ଉଚିତ ନୁହେଁ। ସେଠାରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ ଏବଂ ଶରୀର ରୋଗଗ୍ରସ୍ତ ହେବାର ସମ୍ଭାବନା ଯଥେଷ୍ଟ ଅଧିକା ରହିଥାଏ। ମନେ ରଖିବେ। 30 ନମ୍ବର, ଘରର ମଧ୍ୟଭାଗ ସବୁବେଳେ ଖାଲି ରଖିବା ଉଚିତ କିମ୍ବା କୌଣସି ଓଜନଦାର ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ୱାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇପାରିନଥାଏ। ମନେ ରଖିବେ। ଘରର ମଝି ଘରରେ କେବେ ବି ଓଜନଦାର ଜିନିଷ ରଖନ୍ତୁ ନାହିଁ। 31 ନମ୍ବର, ସୁନାର ଦୀପରେ ସୂର୍ଯ୍ୟ ଓ ଗୁରୁ ଗ୍ରହଙ୍କର ବାସ ହୋଇଥାଏ। ତେଣୁ ସୁନାର ଦୀପ ଜଳାଇବା ଦ୍ୱାରା ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ। 32 ନମ୍ବର, ଚାନ୍ଦିର ଦୀପରେ ଶୁକ୍ର ଓ ଚନ୍ଦ୍ର ନିବାସ କରିଥାନ୍ତି। ତେଣୁ ମନେ ରଖିବେ ଏହି ଦୀପ ଜଳାଇବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ସହ ଧନର ଅଭାବ ଦୂର ହୋଇଥାଏ। 33 ନମ୍ବର, ଶନିବାର ଓ ମଙ୍ଗଳବାର ଦିନ ବିରି ବିଛାଇ ଲୁହା ବା ଷ୍ଟିଲର ଦୀପରେ ସୋରିଷ ତେଲ ଦେଇ ଜଳାଇବା ଦ୍ୱାରା ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳିଥାଏ। 34 ନମ୍ବର, ଶୁଭ ମୁହୂର୍ତ୍ତରେ କଳା ହଳଦୀ ଖଣ୍ଡେ ଆଣି ଘରେ ବା ଦୋକାନରେ ପଇସା ରଖୁଥିବା ଜାଗାରେ ରଖିଲେ ଲାଭପ୍ରାପ୍ତ ହୋଇଥାଏ। 35 ନମ୍ବର, ଯଥାସମ୍ଭବ କିନ୍ନରଙ୍କୁ ସହାୟତା କରିବା ଉଚିତ ହୋଇଥାଏ ଓ ତାଙ୍କଠାରୁ ମୁଦ୍ରାଟି ଆଣି କ୍ୟାସ୍ ବାକ୍ସରେ ରଖିବା ଦ୍ୱାରା ବ୍ୟବସାୟରେ ଲାଭପ୍ରାପ୍ତ ହୋଇଥାଏ। 36 ନମ୍ବର, ଗୋଟିଏ ନାଲି ସୂତା କପଡ଼ାରେ ନଡ଼ିଆ ବାନ୍ଧି ନଦୀରେ ପ୍ରବାହିତ କରିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। 37 ନମ୍ବର, ଶୁକ୍ଳପକ୍ଷ ଶନିବାର ଦିନ ଏକ ବଂଶୀରେ ଚିନି ଭର୍ତ୍ତି କରି ନିର୍ଜନ ସ୍ଥାନରେ ପୋତିବା ଦ୍ୱାରା ରୋଜଗାର ପ୍ରାପ୍ତି କରାଯାଇଥିବା ମନସ୍କାମନା ପୂରଣ ହୋଇଥାଏ। 38 ନମ୍ବର, ବରଗଛର ପତ୍ରରେ ଇଚ୍ଛା ଲେଖି ନଦୀରେ ଭସାଇବା ଦ୍ୱାରା
ମଙ୍ଗଳକାରୀ ହେବା ସହ ଇଚ୍ଛା ପୂର୍ଣ୍ଣ ହୋଇଥାଏ। ମନେ ରଖିବେ। 39 ନମ୍ବର, ସକାଳୁ ଠାକୁରଙ୍କୁ ପୂଜା କରିବା ସମୟରେ ବେଲପତ୍ରରେ ଚନ୍ଦନ ଲଗାଇ ସଂକଳ୍ପ ଲଗାଇ ଶିବଲିଙ୍ଗରେ ଚଢ଼ାଇବା ଦ୍ୱାରା ଇଚ୍ଛା ପୂରଣ ହୋଇଥାଏ। 40 ନମ୍ବର, ସକାଳୁ ଗାଧୋଇବା ପରେ ତମ୍ବା ପାତ୍ରରେ ଜଳ ନେଇ ତୁଳସୀ ଗଛରେ ଅର୍ପଣ ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ଇଚ୍ଛା ପୂରଣ ହୋଇଥାଏ।